ଆମେ ସାମ୍ବାଦିକ ସମ୍ମିଳନୀ ଏଥିପାଇଁ କରିବା ପାଇଁ ବାଧ୍ୟ ହେଲୁ। ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ କି ପ୍ରକାର ତ୍ରୁଟି ରହିଛି। ଗୋଟେ ପଟେ ତ ବନାନଗତ ଅଶୁଦ୍ଧି ରହିଛି ଏବଂ ଫଟୋରେ ମଧ୍ୟ ଅଶୁଦ୍ଧି ରହିଛି। ସାହିତ୍ୟ ବହିରେ ବିଜ୍ଞାନର ପାଠ, ବିଜ୍ଞାନ ବହିରେ ଧର୍ମୀୟ ପାଠ ଏବଂ ସମ୍ପୂର୍ଣ୍ଣ ଭାବରେ ଗୋଟେ ଅବୈଜ୍ଞାନିକ ପ୍ରକ୍ରିୟାରେ ଅବୈଜ୍ଞାନିକ ବିଷୟବସ୍ତୁକୁ ସନ୍ନିବେଶିତ କରି ଗୋଟେ ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ଗୁରୁତର ତ୍ରୁଟି ଦେଖାଯାଇଛି। ବର୍ତ୍ତମାନ ତ୍ରୁଟିର ସଂଖ୍ୟା ବଢ଼ି ବଢ଼ି ଚାଲିଛି। 2026 ଉର୍ଦ୍ଧ୍ୱ ହେଲାଣି, ଆହୁରି ଯଦି ନିରୀକ୍ଷି ଯାଏ ଏହାର ସଂଖ୍ୟା ଆହୁରି ବଢ଼ିବ। ଆମେ ଯେଉଁଟା ଦାବି କରୁଛୁ ଯେ ସରକାର ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଏଇ ଯେ ପୁସ୍ତକ ପରିବର୍ତ୍ତନ କରିଛନ୍ତି, এই ତ୍ରୁଟିପୂର୍ଣ୍ଣ ଅବୈଜ୍ଞାନିକ ପୁସ୍ତକ ସମ୍ପୂର୍ଣ୍ଣ ଭାବରେ ସମଗ୍ର ରାଜ୍ୟର ମାନେ ଲୋକମାନେ ବର୍ଜନ କରନ୍ତୁ। ଏଇ ପିଲାମାନଙ୍କୁ ମୂର୍ଖ କରିବା ପାଇଁ ଉଦ୍ଦିଷ୍ଟ ଏ ପାଠ୍ୟକ୍ରମ এইটা ପଢ଼ା ନ ଯାଉ। ବର୍ତ୍ତମାନ ଅତି ବେପାରୁଆ ଭାବରେ ଯେଉଁ ଗଣଶିକ୍ଷା ମନ୍ତ୍ରୀ କହିଲେ ଯେ এইটা ସାମାନ୍ୟ ତ୍ରୁଟି ଏବଂ ଗୋଟେ ତ୍ରୁଟି ସଂଶୋଧନର ପୁସ୍ତିକା ଦେଇ କହିଲେ ତା ଅନୁସାରେ ସମସ୍ତ ଶିକ୍ଷକତାକୁ ସଂଶୋଧନ କରନ୍ତୁ। ଶିକ୍ଷକମାନଙ୍କ ପାଖରେ ସେତିକି ସମୟ ନାହିଁ, ସେତିକି ସଂଖ୍ୟା ନାହିଁ, ସେତିକି ସାଧନ ନାହିଁ, ତାଙ୍କୁ ଅନ୍ୟ କାମ ନିୟୋଜିତ କରାଯାଉଛି, ସେମାନେ এটা କରିପାରିବେନି। ତୁରନ୍ତ ନୂତନ ବହି ଦେବା କଥା ଆମେ ଦାବି କରୁଥିଲୁ, କିନ୍ତୁ ନୂତନ ବହି ବି ସେମାନେ ବର୍ତ୍ତମାନ ଦେବା ଭଳି କଣ୍ଡିସନ ନାହିଁ। ତେଣୁ ଆମେ ଦାବି କରୁଛୁ ଯେ ପୁରାତନ এই ଛପା ଯାଇଥିବା ପୁସ୍ତକ ବର୍ଜନ କରିକି ପୁରାତନ ଯେଉଁ ପୁସ୍ତକ ରହିଛି সেই ପୁସ୍ତକରେ ବର୍ତ୍ତମାନ ପାଠପଢ଼ା ଆରମ୍ଭ କରନ୍ତୁ। ଅନ୍ୟଥା ପିଲା ମୂର୍ଖ ହେବେ ଏବଂ NEP 2020କୁ ସମ୍ପୂର୍ଣ୍ଣ ବାଜ୍ୟାପ୍ତ କରନ୍ତୁ, ବାତିଲ କରନ୍ତୁ, ପ୍ରତ୍ୟାହାର କରନ୍ତୁ। ତାର এইটা ସମ୍ପୂର୍ଣ୍ଣ ଭାବରେ ଘରୋଇକରଣ କରିବା ପାଇଁ ଶିକ୍ଷାଟାକୁ ବ୍ୟବସାୟୀ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ଯେତିକି ଟିକକ ଗାର୍ଡିଆନ ମାନଙ୍କର ସରକାରୀ ଶିକ୍ଷା ଉପରେ ଭରସା ଅଛି, ଆସ୍ଥା ଅଛି, ସେଇଟାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ପାଇଁ ଏଇ ଗୋଟେ ଯୋଜନା ସେମାନେ କରିଛନ୍ତି। ତେଣୁ ଏଭଳି ତ୍ରୁଟି କଲେ, ଏଭଳି ଭାବରେ ବିଭିନ୍ନ ବିଭ୍ରାଟ କଲେ ଲୋକ ଆଉ ସେଠିକି ପଠେଇବେନି। ତେଣୁ ଆମେ ଚାହୁଁଛୁ ତୁରନ୍ତ ସଂଶୋଧନ କରିକି ନୂତନ ପୁସ୍ତକ ଆସନ୍ତା ବର୍ଷକୁ ପ୍ରକାଶ କରନ୍ତୁ। ତା ପୂର୍ବରୁ ଏହି ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ ଆମେ ଆଉଥରେ ଆମ AIDS ତରଫରୁ ଏପିଲ କରୁଛୁ ଯେ ନୂତନ ବହି ବର୍ଜନ କରି ପୁରାତନ ବହିକୁ ପଢ଼ାନ୍ତୁ ଏବଂ এইটা ସରକାରକୁ ଦାବି କରୁଛୁ ସରକାର ମଧ୍ୟ ଏହି ପଦକ୍ଷେପ ନିଅନ୍ତୁ। ଅନ୍ୟଥା ଆହୁରି ବୃହତ୍ତର ଛାତ୍ର ଆନ୍ଦୋଳନ ଚେତାବନୀ ଆମେ ସରକାରକୁ ଦେଉଛୁ।